ॐ अखण्डमण्डलाकारं व्याप्तजेन चराचरं तत्पदं दर्शितं येन तस्मै श्रीगुरवे नमः। तं नारायणं नमस्कृत्य नरो चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमं वन्दे परमानन्दमाधवम्। निगमकल्पतरुगलितं फलं सुखमुखादद्रव्यसंयुक्तं पिबत भागवतरसमालय मुहुररसिका भुवि भावुका। गोविन्द 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 पदुगालुछि मकरन्द छे मकरन्द पान करी हेळे तारिले व्रजनारी से व्रजनारीं कपयरे मन मोरहु निरन्तरे मन निरन्तरे रहु। हा कृष्ण बोली जीव जाऊ हा कृष्ण बोली जाऊ जीव मते उद्धार पद्मनाभ। हा कृष्ण बोली जाऊ जीव मते उद्धार गुरुदेव। ओं नमो भगवते वासुदेवाय ओं नमो महाकालेश्वराय ओं नमो भगवते निरंजनाय ओं नमो भगवते रामचंद्राय ओं नमो भगवते बलभद्राय ओं नमो जगन्नाथाय ओं नमो नित्यानन्दाय ओं नमो भगवते श्री गुरुदेवाय। षोडशोऽध्याय स्तुवाच सुत कहन्ति तो समने शृण सकल मुनिगणे। विदुर तीर्थ यात्राश्रमे मिलिले मैत्रेय आश्रमे। केते दिन तहीं रही आत्मार तत्व ज्ञान बही। हस्तिना नगर विश्वासे मिलिले धृत राष्ट्र पासे। जानिबा पाई तार गति स्वभावे साधु धीरमति। विदुर देखी धर्मसुत बंधु आगमे कृत्य कृत्य संगते घेनी चारि भाई पूजिले आसने बसाई। दुर्दक्ष धूत राष्ट्र सुत संगते घेनी पुरोहित गांधारी द्रौपदी समस्ते सुभद्रा उत्तरा सहिते। आगरे गमुछन्ति कुंती अन्य सोदर बंधु ज्ञाति। पंडुर जेते बंधु जने मिलिले हरस बदने। प्राण को पाई पिंड जेने पुणी उठई दिव्य ज्ञाने। सकल मिशी तार पासे न मिले जे जहा विश्वासे। अनाई विदुर बदन आनंदे अश्रु जलपूर्ण। सकले पूजा विधि करी राजन करे कर धरी। विदुर बसाई आसने पासे सुभद्रा बंधु जने। तार बदन राजा चाही आनंदे घेनी चारि भाई। भजे उचारी उच्चे प्रचारी प्रश्नवाणी कांदिले सर्वलोक शुणी। युधिष्ठिरोवाच हेतात कुहत ग्रते आम्भकुशल तोर चिते। स्मरण करी तीर्थ भ्रमे वन गहने बहुश्रमे। तुम्भ चरणे आश्रय करी सकल कष्ट ही पासरी। विपद दुख जेते सही बने बंचिलु पांच भाई। माता सहिते जऊ घरे अग्निदहन महाघोरे। विषभक्षण आदि जेते तु आगे कहिबि मु तोते। अनेक पापर प्रमादु बंचिलु तुम्भर प्रसादु। तु आम्भ स्नेह दूर करी भ्रमण कलु वसुंधरी। उदासी पृथिवी लक्षणे एकांते बुलु बने बने। किपरि ग्राम यात्रा करी ए पथ श्रम को संघरी। भ्रमिलु अवनी मंडले तीर्थ आश्रम पुण्य भळे। तोहर प्राय साधु जेते प्रवेश होई सर्वतीर्थे
ଭ୍ରମି କରନ୍ତି ପୁଣ୍ୟସାର ଯାହା କରନ୍ତେ ଚକ୍ରଧର ତୋର ସ୍ୱଭାବେ ପୁଣ୍ୟ ଦେହ ପ୍ରଶ୍ନ ପଚାରୁ ତାତ କହ ଯାଦବ ସଙ୍ଗେ ବନମାଳି ସୁଖେ କିଛନ୍ତି କୁଶସ୍ଥଳୀ ତାହାର ଭଲେ ଭଲ ମୋର ଯେ ହରି ଶରଣ ସୋଦର ସୁଖେ ଅଛନ୍ତି କି ଯାଦବେ ଭୋତାତ ପଚାରୁ ପ୍ରସ୍ତାବେ ଶିଶୁତୋବାଚ ଏମନ୍ତେ ରାଜା ବାକ୍ୟ ଶୁଣି ବିଦୁର ମନେ ମନେ ଗୁଣି ସୁହୃଦ ପ୍ରାୟ ଭଲ କଲା ଯାଦବ କ୍ଷୟ ନ କହିଲା ବିଚାରି କହିବି ମୁଁ ତେବେ ଜୀବନ ଛାଡ଼ିବେ ପାଣ୍ଡବେ କେମନ୍ତେ ଦେଖିବି ମୁଁ ତାହା ଏତେ ବିଚାରି କଲା ମାୟା ନ କହେ ଯଦୁବଂଶ ନାଶ ନିର୍ଘାତେ ଛାଡ଼ିଲା ନିଶ୍ୱାସ ଊର୍ଦ୍ଧ୍ୱବଦନେ ସେ ବିଦୁର କପଟେ କହଇ ମଧୁର ସର୍ବକୁଶଳ ତୋ ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ ଏମନ୍ତେ ରାଜା ଆଗେ କହି କେତେ ଦିନ ପୁରେ ରହି ନିତ୍ୟ ଆନନ୍ଦେ ଧର୍ମ ରାଜା ବିଦୁର ସ୍ନେହ କରି ପୂଜା ରାତ୍ର ଦିବସ ତାର ସଙ୍ଗେ ଧର୍ମ ନନ୍ଦନ ମନ ରଙ୍ଗେ ଅଶେଷ ତୀର୍ଥଙ୍କ ମହିମା କିବା କହିବା ଗୁଣ ସୀମା ସର୍ବ କହିଲା ତୋ ସମନେ ଏବେ ହୋ ଶୁଣ ବିପ୍ରଜନେ ଆଜନ୍ମ ତହୁଁ ସାପ ପାଇ ବିଦୁର ଶୂଦ୍ର ଜାତ ହୋଇ ସତେ ବରଷ ଶୂଦ୍ର ଦେହେ ବଞ୍ଚିଲା ବିଷ୍ଣୁ ମାୟା ମୋହେ ଏ ଯେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରୀ ରାଜା ହୋଇ ପୁତ୍ର ପୌତ୍ର ଜନ ଦେଖି ନିର୍ମଳ ଦୁର୍ଗମୟୀ ଉପେକ୍ଷୀ ଗୃହ କରଣେ ଚିତ୍ତ ଜଡ଼ି ବିଷ୍ଣୁର ମାୟା ମୋହ ପଡ଼ି ରାଜ୍ୟ କରନ୍ତି ଧର୍ମସୂତେ ମିଳିଲା କାଳ ବିପରୀତେ କେହି ନ ଜାଣେ ଗତି ତାର ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ଧୂମ ପୁରିଲା ଦଶ ଦି ସେ ବିଦୁର ଦେଖି ମହାତ୍ରାସେ ବସିଲା ଧୃତରାଷ୍ଟ୍ର ତୁଲେ ଆଶ୍ୱାସୀ କହେ ମନ ଭୋଳେ ବିଦୁର ଉବାଚ ହେ ଭ୍ରାତ ଶୁଣ ମୋ ଉତ୍ତର କାଳ ମିଳିଲା ଭୟଙ୍କର ଏହାର ପ୍ରତିକାର ନାହିଁ ଅବ୍ୟକ୍ତ ରୂପ ନଦୀ ସହି ଦ୍ୱାପର ଯୁଗ ନଷ୍ଟ ଗଲା ଏକଳି କାଳ ପ୍ରବେଶିଲା ଆମ୍ଭର ପ୍ରାଣ ଏ ହରିବ ଏହାକୁ କେବା ନିବାରିବ ଧନ ସମ୍ପଦ ମହିତଳେ ସଂହାର କରିବ ଏଭଳେ ଦେବ ଦାନବ ମହାବଳ ବୃଦ୍ଧ ପ୍ରତାପୀ ଯୁବା କାଳ ଯାହାର ଦର୍ଶନ ମାତ୍ରେ କଦଳୀ ଜନ୍ମେ ଘୋର ବାତେ ଭୟ କମ୍ପନ୍ତି ଥରହର କାତରେ ନେତୃ ବହେ ନୀର ଅନିତ୍ୟ ଏ ମନୁଷ୍ୟ ଦେହି ସାର ଏହାର କିଛି ନାହିଁ ଏ ଦେହେ ବିମୁକ୍ତ ବନ୍ଧନ ତାହାକୁ କହି ମହାଜନ ଦେଖ ତୋହର କର୍ମ ଫଳେ ନାଶ ପୁତ୍ର ଭ୍ରାତା ସକଳେ ଦୟା ତାହାର ଦୂରେ ଗଲା ମରଣ ନିକଟ ହୋଇଲା ଅତି ଦୁଃଖିତ ବୃଦ୍ଧ ଦେହେ ତୋର ନିବାସ ପର ଗୃହେ ଦିଶନ୍ତି ଦନ୍ତ ତୋ ଅଧର କର୍ଣ୍ଣେ ନ ଶୁଭଇବ ଧୀର ଅନ୍ତରେ ଅଗ୍ନି ମନ୍ଦ ହୋଇ ଅନ୍ନ ଭୋଜନ ନ ରୁଚଇ କେତାକୁ ରଖିବ ଆୟତେ ପ୍ରାଣୀ ଜୀବିତ ଆତ୍ମା ଗତେ ଏ ଯେ ଭୀମର ଗଦାଘାତେ ସମରେ ମଲେ ତୋର ସୁତେ ତୋର ଅର୍ଜିତ ପିଣ୍ଡ ଆଶା ଶ୍ୱାନରେ ପ୍ରାୟ ତୋ ଭରସା କୁମନ୍ତ୍ରୀ ଜନ ତୁଲେ ଭାଳି ତୋର କୁମର କଲେ କଳି ପଣ୍ଡୁର ପାଞ୍ଚ ପୁତ୍ର ମାରି ସୁଖେ ଭୁଞ୍ଜିବା ରାଜ୍ୟ ସିରି ଦୁଷ୍ଟଙ୍କ ତୁଲେ ବିଚାରିଲେ ଭୀମଙ୍କୁ ବିଷ ଲଡ଼ୁ ଦେଲେ ସେ ଭୀମ କେବେ ହେଁ ନ ମଲା ତାହାକୁ ଗୋବିନ୍ଦ ରଖିଲା ଜଉର ଘରେ ଅଗ୍ନି ଦେଲେ ସେଭଳେ ପାଣ୍ଡବ ରଖିଲେ ପୁଣି କପଟ ପୋଷା କରି ଧନ ସମ୍ପଦ ଅପହରି ଦ୍ରୌପଦୀ କେଶ ଧରି ବଳେ ଦୁଷ୍ଟଙ୍କ ତୁଲେ ବିଚାରିଲେ ବିବସ୍ତ୍ର କଲେ ସଭା ତଳେ ଗୋବିନ୍ଦ କୋଟି ବସ୍ତ୍ର ଦେଲେ ଏ ଆଦି ଯେତେ କର୍ମ କଲେ ତୁ ତାହା ଜାଣିଅଛୁ ଭଲେ ସେ କିବା ତାହାଙ୍କୁ ଚିତୁ ଯିବ ସେ କି ତାହାଙ୍କ ଚିତୁ ଯିବ ମନୁଷ୍ୟ ଜନ୍ମର ସ୍ୱଭାବ ତାହାଙ୍କ ତହୁଁ ପିଣ୍ଡ ଖାଇ ସେବକ ପ୍ରାୟ ଦ୍ୱାରେ ଯାଇ ତୋର ବୟସ ଆଉ ନାହିଁ ଅତି ପତିତ ଦୁଷ୍ଟ ହୋଇ ଦିନକୁ ଦିନ ତନୁ କ୍ଷୀଣ ଯେସନେ ପୁରୁଣା ବସନ ଏ ଦେହ ବିମୁକ୍ତ ଯେ ଜନ ଯେ ପ୍ରାଣୀ ବିମୁକ୍ତ ବନ୍ଧନ ଅନିତ୍ୟ ନର କଳେବର ଭିତରେ କିଛି ନାହିଁ ସାର ଏହା ବିଚାରି ଯୋଗ ବଳେ
ହରିଙ୍କ ଭକ୍ତ ସଙ୍ଗ ମେଳେ ନିର୍ମଳ ହୋଇ ବନାଶ୍ରମ ଯେ ପ୍ରାଣୀ ପୁରୁଷ ଉତ୍ତମ ତୁ ବୁଦ୍ଧ ଜନଙ୍କ ଉତ୍ତମ ଏବେ ତୁ ଛାଡ଼ ମତି ଭ୍ରମ ଉତ୍ତମ ପଥେ ଚଳ ବେଗେ ପତ୍ନୀ ସಮೇତ ଘେନି ସଙ୍ଗେ ସେହି ଯେ ଦାସୀ ପଣେ ବନେ ତୋତେ ସେ ବିବେ ଅନୁକ୍ଷଣେ ଦେଖ ଏ କାଳ ଭୟଙ୍କର ସତ୍ୟ ହରିବ ପ୍ରାଣୀଙ୍କର ଏମନ୍ତେ ବିଦୁରର ବାଣୀ ଗାନ୍ଧାରୀ ଧୃତରାଷ୍ଟ୍ର ଶୁଣି ତତ୍କ୍ଷଣେ ମୋହ ଜଳ ଛାଡ଼ି ବନ ଗମନେ ଚିତ୍ତ ବଢ଼ି ବିଷ୍ଣୁର ମାୟା କରି ଦୂର ନଗରୁ ହୋଇଲା ବାହାର ମନ ଆନନ୍ଦେ ତିନି ଜଣ ଗମିଲେ ହିମାଚଳ ବନେ ଏବେ ହୋ ଶୁଣ ବିପ୍ରବର ଧର୍ମ ନନ୍ଦନ ନିଜ ପୁର ସ୍ୱଭାବେ ନିତ୍ୟ କର୍ମସାରୀ ଅଗ୍ନି ପୂଜନ ଦାନ କରି ଗୁରୁ ପୂଜନ ସେବା ଅର୍ଥେ ଗୃହେ ମିଳିଲେ କୃତେ କୃତେ ଗୁରୁ ଭବନେ ଯାଇ ମିଳି ହସ୍ତେ ଘେନିଲେ ଅର୍ଘ୍ୟ ଥାଳି ତତ୍କ୍ଷଣେ ଦେଖି ଶୂନ୍ୟ ଘର କାତରେ ମନେ ନୃପବର ପୁଛନ୍ତି ଜଣେ ଜଣେ ଚାହିଁ ମୋ ଗୁରୁଜନ ଗଲେ କାହିଁ କେହି ନ ଶୁଣନ୍ତି ବଚନ ଭୟ ଚାହାନ୍ତି ଛନ ଛନ ପୁଣି କହନ୍ତି ଜନେ ଚାହିଁ ତାତ ଜନନୀ ଗଲେ କାହିଁ ବିଦୁର ନାହିଁ ମୋର ପାଶେ ମୋ ତାତ ଜନନୀ ନଦୀ ସେ ଲୋଚନେ ନଦୀ ସହି ପଥ କିଏ ବିଧାତା ବିପରୀତ ପୁତ୍ରଙ୍କ ମରଣେ ଦୁଃଖିତ କେବନ ବେଶେ ଦେଶ କେବା ପଥ ନ ପୁଣ ପୁତ୍ର ଶୋକ ଭଳେ ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ ମୋର ଜନନୀ ତାତ କାହିଁ ଗଲେ ମୋ ଐଶ୍ୱର୍ଯ୍ୟ କି ପାଇଁ ଦୁଃଖ ସାଗରେ ନିମଜିଲେ ମୋର ଦୁଷ୍କୃତ କର୍ମ ଫଳେ ଏମନ୍ତେ ଧର୍ମସୂତ ବାଣୀ ସାରଥି କହେ ତାହା ଶୁଣି ହରି ଓଁ ତତ୍ସତ୍ ଶିଶୁତୁବାଚ ଶୁଣ ହୋ ନୃପ ଚୂଡ଼ାମଣି ତୋର ପିଅର ଜନନୀ ରଜନୀ କାଳେ ଗଲେ କାହିଁ ସେ କଥା ନ ଜାଣଇ ମୁହିଁ ମୋର ଜୀବନ ଦୁଃଖ ଭରେ ବୁଡ଼ିଲା ଦୁର୍ଗମ ସାଗରେ ଏମନ୍ତେ କହି ମନ ଖେଦ ଗଗନେ ଶୁଣି ବୀଣା ବାଦ୍ୟ ପୁଣି ଚାହିଁଲେ ଅନ୍ତରିକ୍ଷେ ନାରଦ ମିଳିଲେ ପ୍ରତ୍ୟକ୍ଷେ ତୁମ୍ଭରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦେ ନାନା ରଙ୍ଗେ ନାରଦ ହରିଗୁଣ ଗାଇ ପୁଲକ ରୋମ ପନ୍ତି ଦେହି ଆନନ୍ଦେ ଅଶ୍ରୁ ଜଳ ସ୍ମୁରେ ମିଳିଲେ ରାଜାର ନଗରେ ଦେଖି ସମ୍ଭ୍ରମେ ନୃପମଣି ଆସନ ଜଳେ ବେଗେ ଆଣି ମୁନିକୁ ଆସନେ ବସାଇ ବେନି ଚରଣେ କରେ ଧୋଇ ଚରଣ ପୂଜି ବିଧି ମତେ କହନ୍ତି ନାରଦ ଅଗ୍ରତେ ଭୋ ବ୍ରହ୍ମାସୁତ ଶୁଣ ତୁମ୍ଭେ ଯାହା ପୁଛଇ କହେବେ ଭୋ ବ୍ରହ୍ମାସୁତ ଶୁଣ ତୁମ୍ଭେ ଯାହା ପୁଛଇ କହେବେ ସେ ପ୍ରଶ୍ନ କହ ତୁମ୍ଭେ ଭଲେ ମତାତ ମାତ କେଣେ ଗଲେ ମୋର କର୍ମ ଦୁଃଖ ଶୁଣ ଭୋମୁନି ତୁମ୍ଭେ ଭଲେ ଜାଣ ଗଭୀର ଜଳେ ନାବ ଥୋଇ ନାବିକ ଯେସନେ ପଳାଇ ସେମନ୍ତ କରିଗଲେ ମୋତେ ଅଧିକ କହିବି ମୁଁ କେତେ ଚକ୍ଷୁବିହୀନ ଘୋର ବନେ ଜୀବନ ଧରିବି କେଶନ ଯୁଧିଷ୍ଠିରଙ୍କ ଏ ବଚନ ମୁନି କହନ୍ତି ଅବଧାନେ ନାରଦ ଉବାଚ ଭୋ ନୃପ ଶୋକ ତୁ ନ କର ଈଶ୍ୱର ମାୟା ଏ ସଂସାର ପ୍ରାଣୀ ଭି ଆଣ ମାୟା ଯୋଗେ ଖେଳ ଇ ସଂଯୋଗେ ବିଯୋଗେ ଗୋରୁ ନାସିକା ଯେନେ ବିନ୍ଧି ଆକର୍ଷି ଚର୍ମରଜୁ ବାନ୍ଧି ସେ ଯେନେ ପ୍ରାଣୀ ଭାର ବହେ ଅନ୍ତରେ ଖେଦ ଦୁଃଖ ସହେ ସେ ଦାନ ପଡ଼ଇ ଯେ ମନ୍ତ କନ୍ଦୁକ ଚକ୍ରେ ସେହି ମତେ ସଂସାର ଈଶ୍ୱରର ଇଚ୍ଛା ଏ ଭାବ ପଥେ ଗୁରୁ ଦୀକ୍ଷା ତୁ ରାଜା ତୋତେ ହିଁ ନ ଜାଣୁ ସଂସାର ସତ୍ୟ ପ୍ରାୟ ମଣୁ ସତ୍ୟ କି ମିଥ୍ୟା ବନି ବେନି ପଥେ ନିଶ୍ଚୟ ନ କର ତୁ ହି ଚିତେ ଅଜ୍ଞାନ ମୋହ ଜଡ଼ ଚିତେ ଏ ନାଦ ଶୌଚ ଦୃଢ଼ ବ୍ରତେ ତୁଜେ ପଚାରୁ ସ୍ନେହ ଭାବେ ଅରଣ୍ୟ କେମନ୍ତେ ବଞ୍ଚିବେ ଏ ଦେହ ପଞ୍ଚଭୂତେ ପଡ଼ି ଅବିଦ୍ୟା କର୍ମ କାର୍ଯ୍ୟ ଜଡ଼ି ସଂସାର ଦେହେ ନୀତି ଦୁଃଖୀ ଏ କାହିଁ ତୋର ପ୍ରାଣ ରଖି ଓಂ ନମୋ ଭଗବତେ ବାସୁଦେବାୟ ଉରଗ ଗଳିଛି ଯାହାକୁ ସେ କାହିଁ ରଖିବ ଆନକୁ ଦେଖ ପ୍ରତ୍ୟକ୍ଷ ନୃପବର ବିଷ୍ଣୁର ମାୟା ଖେଳ ଘର ଯା ମାୟା ନ ଜାଣେ ଈଶ୍ୱର କେ ତାହା କରିବ ଗୋଚର ଏ ମାୟା ପରିତ୍ରାଣ କାହିଁ ସଂସାରେ ନର ଦେହ ବହି ବଡ଼ଙ୍କ ଗତି ଦେଖି ସାନେ ସେନା ସେ କ୍ରିୟା ଆନେ ଏ ଜୀବଙ୍କ ଆହାର କେବଳ ଅଟେ ନିର୍ବିକାର ଭାବ ଅଶେଷ ଭାବ ପୁରୀ ଏକଇ ଆତ୍ମା ନର ହରି ସେ ମାୟା କରିପାରେ ଦୂର ଯେ ନିତ୍ୟ ପ୍ରଭୁ ଚକ୍ରଧର ସେ ହରି ନିତ୍ୟ ବିଶ୍ୱରୂପେ ନର ଶରୀରେ ମୋହ କଳ୍ପେ ଭାରା ନିବାରେ ଧନୁ ଧରି ଦୁର୍ଜନ ସମୂହ ସଂଘାରୀ ଭକ୍ତଜନଙ୍କୁ ରକ୍ଷା କରେ ଏମନ୍ତ ସଂସାରେ ବିହରେ ଦେହକୁ ରକ୍ଷା କରି ତ ସେ
ଏବେ ବର୍ତ୍ତଇ ଅବଶେଷେ ଯାବତ ଥିବ ଚକ୍ରଧର ତାବତ କୁମ୍ଭ ଅଧିକାର ଏବେ ହୋ ଶୁଣ ସାମରଥା ସେ ବିଷ୍ଣୁ ପୁରାଣ ବ୍ୟବସ୍ଥା ବିଦୁର ଧୃତରାଷ୍ଟ୍ର ବେନି ସଙ୍ଗତେ ପ୍ରତିବ୍ରତା ଘେନି ହିମବନ୍ତରେ ଯେ ଦକ୍ଷିଣେ ଋଷି ଆଶ୍ରମେ ଘୋର ବନେ ଦୁର୍ଜନୀ ସୋଧର୍ଣ୍ଣୀ ନାମେ ସୁର ନଦୀ ଭରତ ଖଣ୍ଡେ ସେ ପ୍ରସିଦ୍ଧି ଯେ ଜଳେ ନିତ୍ୟ କରି ସ୍ନାନ ଅନେକ କରି ହୋମଦାନ କେବଳ ମାତ୍ର ଜଳ ଭକ୍ଷୀ ଶରୀରେ ଜୀବ ଆତ୍ମା ରଖି ପବନେ ନିଶ୍ୱାସ ଧାରଣେ କଠୋର ତପ ଆଚରଣେ ଦୃଢ଼ ଆସନେ ବସି ଧୀରେ ଇନ୍ଦ୍ରିୟ ରୁଧିର ଶରୀରେ ସର୍ବ ବିଷୟ ରସ ତେଜି ହରିଚରଣେ ଭାବ ଭଜି ମନ ଛଡ଼ାଇ ତିନି ଗୁଣେ ସମ୍ପାଦି ଗୋବିନ୍ଦ ଚରଣେ ବିଜ୍ଞାନ ଆତ୍ମଜ୍ଞାନ ଭରି ଜୀବ ପରମ ଏକ କରି ପ୍ରବେଶ କରି ଅଙ୍ଗ ଧରେ ନିବାର ଜେନେ ଘଟକାରେ ପ୍ରାଣ ସ୍ଥାପିବ ପରବେଶେ ଯେ ଅବା ରହେ ଅବଶେଷେ ନିର୍ଗୁଣ ମାୟା ନାଶ କରି ହେଳେ ତରଇ ଭବବାରି ସର୍ବ ବିଷୟ ଯୋଗ ବଳେ ନିବାରି ଆସଇ ନିଶ୍ଚଳେ ନିଶ୍ଚଳେ ସର୍ବ ପ୍ରାୟ ଲେଖି କିଏ ବା ଅନ୍ୟ ବିଘ୍ନ ଅଛି ଆଜହୁଁ 5 ଦିନ ଅନ୍ତେ ପ୍ରାଣ ଛାଡ଼ିବେ ଯୋଗ ମତେ ତପନ ତେଜେ ଗ୍ରୀଷ୍ମ କାଳେ ପବନ ଯୋଗେ ଦାବାନଳେ ଦହନ ହୋଇବେ ଶରୀରେ ପତ୍ନୀ ଯେ ଥିବ ଅଭ୍ୟନ୍ତରେ ତତ୍କ୍ଷଣେ ସ୍ୱାମୀ ଧରି କୋଳେ ଭସ୍ମ ସେ ହୋଇବେ ଅନଳେ ତା ଦେଖି ବିଦୁର ଶରୀର ଭୟେ କମ୍ପିଲା ଥରଧର ହୃଦେ ସୁମରି ନରହରି ବେଗେ ସେ ବନୁ ଅପସରି ତୀର୍ଥ ସେବନେ ଅବଧାନେ କହିଲେ ଶୁଣ ହେ ରାଜନ ଏମନ୍ତେ ରାଜା ଆଗେ କହି ତୁମ୍ଭରୁ ସଙ୍ଗେ ବୀଣାବାଇ ଆକାଶ ମାର୍ଗେ ଗଲେ ମୁନି ଧର୍ମନନ୍ଦନ ତାହା ଶୁଣି ତତ୍ତ୍ୱବଚନ ହୃଦେ ଗୁଣି ବିଷ୍ଣୁର ମାୟା ପରିମାଣି ସର୍ବ ସଂଶୟ ଦୂର କରି ରାଜ୍ୟ ପାଳନେ ଚିତ୍ତ ଭରି କହଇ ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ କୃଷ୍ଣ ପଥ ଇତି ଶ୍ରୀମଦ୍ଭାଗବତ ମହାପୁରାଣ ପଞ୍ଚମ ସହିତ 82 ପ୍ରଥମ ସ୍କନ୍ଧ ନାରଦ ଯୁଧିଷ୍ଠିର ସମ୍ବାଦ ନାମ ତ୍ରୟୋଦଶ ଅଧ୍ୟାୟ ନମୋ ଭଗବତେ ବାସୁଦେବାୟ ଚତୁର୍ଦଶ ଅଧ୍ୟାୟ ଶ୍ରୀ ସୁତ ବାଚ ସୁତ କହନ୍ତି ସ୍ନେହବରେ ଶୁଣ ସକଳ ବିପ୍ର ହବରେ ଅର୍ଜୁନ ରାଜାର ବଚନେ ଗଲେ ଯେ ଦ୍ୱାରକା ଭୁବନେ ବନ୍ଧୁ ବାନ୍ଧବ ଦୃଢ଼ ଆସେ ସ୍ନେହ ଜଡ଼ିତ ମୋହ ପାସେ ଓಂ ନମୋ ଭଗବତେ ବାସୁଦେବାୟ ନମୋ ଭୀମସ୍ୟା ପିରଣେ ଭଙ୍ଗ ମୁନିର ବିମତି ଭ୍ରମ ଯଦି ସୁଧଂ ଅସୁଧଂ ବା ମମ ଦୋଷ ନ ବିଦ୍ୟତେ ଓಂ ସ୍ୱସ୍ତି ପ୍ରଜାଭ୍ୟ ପରିପାଳୟନ୍ତୁ ନ୍ୟାୟେନ ମାର୍ଗେଣ ମହିମହିଷା ଗୋ ବ୍ରାହ୍ମଣ ବେଶୁମସ୍ତୁ ଲୋକାଃ ସମସ୍ତା ସୁଖିନୋ ଭବତୁ ଲୋକାଃ ସମସ୍ତା ସୁଖିନୋ ଭବତୁ କାଳେ ବସତୁ ପର୍ଯ୍ୟନା ପୃଥିବୀ ସସ୍ୟଶାଳିନୀ ଦେଶୟ କ୍ଷୟରୋହିତ ବ୍ରାହ୍ମଣ ସନ୍ତୁ ନିର୍ଭୟା ଓಂ ନମୋ ଭଗବତେ ବାସୁଦେବାୟ ନମଃ ପାର୍ବତୀ ହର ହର ମହାଦେବ ଜୟ ଶ୍ରୀ ମହାକାଳ।